ନବରଙ୍ଗପୁର ଜିଲ୍ଲା ବନ ବିଭାଗର ବଡ଼ ସଫଳତା। ଗତକାଲି ରାତିରେ ଚୋର ଚାଲାଣ ହେଉଥିବା 12 ଗୋଟି ଶାଳକାଠ ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଉମରକୋଟ ରେଞ୍ଜ ଅନ୍ତର୍ଗତ ବେହେଡ଼ା ସଂରକ୍ଷିତ ଜଙ୍ଗଲରୁ ବିରାଟ ଶାଳ କାଠ ଗଣ୍ଡି କାଟି ନେଉଥିବା ବେଳେ ଆକଟସିଲ ନିକଟରେ ଉମରକୋଟ ଓ ଝରିଗାଁ ରେଞ୍ଜ କର୍ମଚାରୀ ମିଳିତ ଚଢ଼ାଉ କରି ଟ୍ରାକ୍ଟର ସହ କାଠ ଜବତ କରିଛନ୍ତି। ଟ୍ରାକ୍ଟରରେ ଥିବା ଚାଳକମାନେ ଚଢ଼ାଉ ସମୟରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇ ଯାଇଥିଲେ, ଏଣୁ କାହାରିକୁ ଗିରଫ କରାଯାଇ ନାହିଁ। ଜଙ୍ଗଲ ମାଫିଆମାନେ ବେହେଡ଼ା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବଡ଼ ଗଛ କାଟି ଏକାସହ ଟ୍ରାକ୍ଟରରେ ନେଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲେ। ଏହି କାଠ ଚନ୍ଦାହାଣ୍ଡି ଅଞ୍ଚଳରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଜଙ୍ଗଲ ମଧ୍ୟରୁ ଏତେ ବଡ଼ ଗଛଗୁଡ଼ିକ କଟା ହେବା ସମୟରେ ବନ ବିଭାଗ ପାଖରେ କିପରି ଖବର ନଥିଲା, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଚୋରା ଚାଲାଣ ପଛରେ ଜଙ୍ଗଲ ବିଭାଗର ହାତ ରହିଥିବା ଆଲୋଚନା ହେଉଛି।